ଏବେ ଯା ବଡ଼ ଖବର ସାମ୍ନାକୁ ଆସିଛି ବିଜେପି ସରକାର ନୂଆ ବଜେଟ୍ ଅନୁଯାୟୀ ବିଜେଡି ସରକାରର କିଛି ଯୋଜନା ନାମ ବଦଳାଇଛନ୍ତି। ତ ଆସନ୍ତୁ ଜାଣିବା ସେ ବଜେଟ୍ କ'ଣ ବଦଳିଛି। ବିଧାନସଭାରେ ରାଜ୍ୟର ବଜେଟ୍ ଆଗଗତ। ଏ ମୋହନ ସରକାର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି ତଥା ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ 2024-25 ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍। ଚଳିତ ବର୍ଷର ବୁଟ୍ 2,65,000 କୋଟି ଟଙ୍କା ରହିଛି। ଏହି ବଜେଟ୍ ଅନୁଯାୟୀ ଯୋଜନା ନାମ ବଦଳାଇଛନ୍ତି ଓଡ଼ିଶାର ବିଜେପି ସରକାର। ତ ନୂଆ ବଜେଟ୍କୁ ନେଇ ଓଡ଼ିଶା ସରକାର ବା ବିଜେପି ସରକାର କ'ଣ ସବୁ ବିଜେଡି ସରକାରଙ୍କର ନୂଆ ନୂତନ ବଜେଟ୍କୁ ନେଇକି ପରିବର୍ତ୍ତନ କରିଛନ୍ତି ବା ବିଜେଡି ସରକାର ଯେଉଁ ପ୍ରୋଜେକ୍ଟ ବା କେଉଁ ଯୋଜନା ନୂଆ ଯୋଜନା ଆରମ୍ଭ କରିଥିଲେ ସେ ଯୋଜନାଙ୍କ ନାମ କ'ଣ ପରିବର୍ତ୍ତନ କରିଛନ୍ତି ଆସନ୍ତୁ ଆମେ ଭିଡ଼ିଓରେ ଜାଣିବା। ତ ଦେଖିଲୁ BSK ନାମ ବଦଳିଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ତ ବିଜେଡି ସରକାର BSK କାର୍ଡ଼ ନାମ ଯୋଜନା କାଢ଼ିଥିଲେ ତାକୁ ବିଜେପି ସରକାର ନୂଆ ନାମରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପରିବର୍ତ୍ତନ କରିଛନ୍ତି। ତ ସେଥିରୁ ଜନ ଆରୋଗ୍ୟ ଯୋଜନାରେ 5,450 କୋଟି ଲୋକ ଏଥିରେ ଉପକୃତ ହୋଇପାରିବେ। ସେଥିରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏଥିରେ 500 କୋଟି ଲୋକ ଉପକୃତ ହୋଇପାରିବେ। ସେଭଳି କାଳିଆ ଯୋଜନା ହେଲା CM କିଷାନ ଯୋଜନା। ତ CM କିଷାନ ଯୋଜନାରେ 1935 କୋଟି ଲୋକ ଏଥିରେ ଉପକୃତ ହୋଇପାରିବେ। ତ କାଳିଆ ଯୋଜନାର ପରିବର୍ତ୍ତନ ହୋଇପାରିଛି। ତ ଆହାର କେନ୍ଦ୍ରକୁ ହୋଇଛି ଶ୍ରୀ ଅନ୍ନ ଯୋଜନା। ଏ ଆହାର କେନ୍ଦ୍ରକୁ ଶ୍ରୀ ଅନ୍ନ ଯୋଜନାରେ ପରିବର୍ତ୍ତନ ହୋଇଛି। ଏଥିରେ 649 କୋଟି ଏଥିରେ ଉପକୃତ ହୋଇପାରିବେ ପ୍ରତିଦିନ। ଆଉ ବଦଳିଲା ମୋ ସ୍କୁଲ ଯୋଜନା ନାମ। ଆପଣ ଜାଣିଥିବେ ସ୍କୁଲ ଯୋଜନା ନାଁ ଥିଲା ବିଜେଡି ସରକାର ଥିଲା ମୋ ସ୍କୁଲ ଯୋଜନା, ତା ନାମ ବଦଳିକି ହେଉଛି ପଞ୍ଚସଖା ଶିକ୍ଷା ସେତୁ ଯୋଜନା ହେଇଛି ବା ନାଁ ହେଉଛି ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଯୋଜନା। ତ ଏଥିରେ ବିଜେଡି ସରକାରଙ୍କ ନୂତନ ସ୍କୁଲକୁ ଏଥିରେ ନୂଆ ପରିବର୍ତ୍ତନ ହୋଇଛି ସ୍କୁଲର ନାମ। ତ ନୂଆ ଯୋଜନା ପାଇଁ 32 କୋଟି ଟଙ୍କା ମଧ୍ୟ ବଜେଟ୍ ପାଇଁ ବିଜେଡି ସରକାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ଯେ 332 କୋଟି ପାଇଁ ସ୍କୁଲ ପାଇଁ। ତ ନୂତନ ନବୀନ ଓଡ଼ିଶାରେ ବଦଳିଲା ନା ଏବଂ ନୂତନ ନବୀନ ସରକାର ଯେଉଁ ସବୁ ଯୋଜନା ସବୁ ଥିଲା ସବୁକିଛି ଚୁରମାର ହୋଇଯାଇଛି ଏବଂ ତାଙ୍କ ନାମ ସବୁଥିରେ ସବୁ ହେଉଛି ମାଇନସ୍ ପଏଣ୍ଟ ବା କଟିଯାଇଛି। ଏବେ ନୂତନ ସରକାର ବିଜେପି ସରକାରଙ୍କର ସବୁକିଛି ନୂତନ ନାମ ପରିବର୍ତ୍ତନ ହୋଇଛି। ତ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବ୍ୟବହୃତ ହୋଇପାରିବ।